ସାର୍ ଆସିଥିଲେ। ସାର୍ ଆପଣ କୋଉଠୁ ଆସିଥିଲେ? ମୁଁ ସିଡିଆରୁ ଆସିଛି। ସିଡିଏରୁ ଆସିଲେ ଆମ ସିଡିଏରୁ ଆସିକି ପହଞ୍ଚିଲେ କଲେଜ ଛକ ଷ୍ଟୋରରେ ନାଇଁ? ମାନେ ଆମର କିଛି ଭିଡିଓ ଫିଡିଓ ଦେଖିଥିଲେ ନା ନାଇଁ ମୁଁ ଇନଫର୍ମେସନ? ଶଳା ଏଇଠି କଲେଜ କରି ରହୁଛନ୍ତି ତାଙ୍କର ଆଜ୍ଞା ରେଫରେନ୍ସ ଆଜ୍ଞା ଆସିଛି। ରେଫରେନ୍ସ ଚିହ୍ନା ଜଣା ଅଛି ଆଉ। ହଁ ହଁ କିନ୍ତୁ ଆପଣ ମାନେ କୋଉ ଫୋନ ନେଲେ ସାର୍? 17E। 17E ବହୁତ ହଁ ଭଲ କଲରଟା ସାର୍ ନେଇଛନ୍ତି। କାହା ପାଇଁ ନେଲେ କହିଲେ? ମୋ ମାଙ୍କ ପାଇଁ। ମାଙ୍କ ପାଇଁ। ଭାଇ ସତ କଥା ଦିଲ ସେ ଖୁସି ଲାଗିଲା କି ଆଜିକା ଡେଟ ର ପୁଅ ମାଙ୍କୁ କିଛି ଗିଫ୍ଟ ଦଉଛନ୍ତି। ଭାଇ କିଛି ଦୁନିଆରେ ଏମିତି ସବୁ ସେଇ କଥା କହୁଥିଲି ସାରଙ୍କୁ କିଛି ସମୟ ପୂର୍ବରୁ। ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯିଏ କି ଚାହିଁଲେ ବି ନିଜ ମା ବାପାଙ୍କୁ କିଛି ଗିଫ୍ଟ ଦେଇ ପାରୁନାହାନ୍ତି କି ତାଙ୍କ ସକ୍ଷମତା ନାହିଁ। ଆଉ କିଛି ଲୋକ ଏମିତି ଅଛି ତାଙ୍କ ପାଖରେ ପଇସା ଥାଇ ସବୁ କିଛି ଥାଇକି ବି ମା ବାପାଙ୍କୁ ଗିଫ୍ଟ ଦଉନାହାନ୍ତି ନେଇକି ବୃଦ୍ଧା ଆଶ୍ରମରେ ଛାଡି ଦଉଛନ୍ତି। ଆଜି ଖୁସି ଲାଗିଲା ସାର୍ ଯେତେବେଳେ ଫୋନ ନଉଥିଲେ କହିଲେ ଭାଇ ମୁଁ ଏଇଟା ମାଙ୍କ ପାଇଁ ମୋର ବି ଇଚ୍ଛା ଅଛି ମୋ ମାଙ୍କ ପାଇଁ ନବ କିନ୍ତୁ ମୋର ବି ସେମିତି ସିଚୁଏସନ କିଛି ମୁଁ ନେଇପାରୁନି। ଖୁସି ଲାଗିଲା ପୁଣି ଦେଇ ନ ଦେଇ ସାର୍ ଆଇଫୋନ ନେଇକି ଦଉଛନ୍ତି ଆଉ ମୋବାଇଲ ମାନେ ଷ୍ଟୋର ନେଇଛନ୍ତି। ଆଉ ସାରଙ୍କୁ ସେଥିପାଇଁ ଖୁସିରେ ଗୋଟେ ଆମ ତରଫରୁ ଗୋଟେ ସ୍ପିକର ବି ଗୋଟେ ସାରଙ୍କୁ ଦିଆଯାଇଛି। ସାର୍ ଆପଣଙ୍କ ଭିଡିଓ ଆମ ଚ୍ୟାନେଲରେ ପଡିବ ଆପଣ ଠିକ ଟିକେ ଅଛି ଦେଖିବେ ଲାଇକ୍ ଫାଇକ୍ ଠିକ ମାରିବେ ସେୟାର କରିବେ ମତେ ବି ବହୁତ ଖୁସି ଲାଗିଲା। ନିଶ୍ଚିତ ନିଶ୍ଚିତ ଠିକ ଥ୍ୟାଙ୍କ ୟୁ ଅଛି ସାର୍ ଥ୍ୟାଙ୍କ ୟୁ। ଓକେ। ଆପଣ ଖୁସି ତ ସାର୍? ହଁ ହଁ ଆଜି ନିଶ୍ଚିତ। ଘରେ ବି ସମସ୍ତେ ବୋଧେ ଖୁସି ହେବେ ହଁ ମାଙ୍କୁ ଦେବେ ମା ବି ଆଜି ଖୁସି ହେବେ। ହଁ ହଁ ନିଶ୍ଚିତ। ଆପଣ ବି ଏମିତି ଚାହୁଁଛନ୍ତି ମୋବାଇଲ ମାନେ ଆସନ୍ତୁ କିଛି ଗିଫ୍ଟ ଦବା ପାଇଁ ମାଙ୍କୁ ବାପାଙ୍କୁ ଫୋନ ନେଇପାରିବେ ଗିଫ୍ଟ ଦେଇପାରିବେ। ଜୟ ଜଗନ୍ନାଥ।